ପାଖକୁ ତା ମା ଫେରି ଆସିବ ବୋଲି ସମସ୍ତେ ଏଇଟା ଚାହିଁଥିଲେ, କିନ୍ତୁ ଏଇଟା ଆଜି ସଫଳତା ଭାବରେ ଯାଉଛି। ଆମେ ଯଦି କହିବା ଆପଣ ଗୋଟେ ବହୁତ ଶୀଘ୍ର ସେଇ ପ୍ରୟାସ ରଖୁଛନ୍ତି, କେବେକୁ ସ୍ୱାମୀ ଏମିତି କରିବନି ତା ସ୍ତ୍ରୀ ପାଇଁ ଏତେ କଥା ଜାଣିଲା ପରେ ବି କଣ? ଦେଖନ୍ତୁ, ମୁଁ ମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣାଇବା ପାଇଁ ଚାହୁଁଛି, ତ ଆମ ତିନି ଜଣଙ୍କ ଭିତରେ ଥାର୍ଡ଼ ପର୍ସନ୍ ପଶିକି ସବୁ କଳିର ସୃଷ୍ଟି କରିଥିଲେ। ଯେ ନାଣ୍ଡ ଭାଇ ହୁଅନ୍ତୁ, ମୁଁ ହୁଏ, କି ସୋନାଲି ମ୍ୟାମ୍ ହୁଅନ୍ତୁ, କି ସୋନାଲି ହୁଏ, ତ ସେ ଜିନିଷଟା ସେମାନେ ସଫଳତା କରିବା ପାଇଁ ଚାହିଁଥିଲେ, କିନ୍ତୁ ସେ ପ୍ରୟାସ ସେ ପାଇପାରିଲେ ନାହିଁ, ଯେଉଁଟା ହିଁ ଆମ ଦ୍ୱାରା ଆମ ସପକ୍ଷରେ ସବୁ କିଛି ଆସିଛି। ତ ତାଙ୍କ ମାଇଣ୍ଡ, ମାନେ ନାଣ୍ଡୁ ଭାଇଙ୍କ ମାଇଣ୍ଡ କି ଆଉ ସୋନାଲି ମାଇଣ୍ଡ କି ଯେଉଁ ଥାର୍ଡ଼ ପର୍ସନ୍ ପୁରେଇକି ମୋ ଲାଇଫ୍ ସ୍ପଏଲ୍ କରୁଥିଲେ, କି ତାଙ୍କୁ ଗୋଟେ ଭୁଲ ତଥ୍ୟ ଦେଇଥିଲେ ମୋ ନାଁରେ ଯାଇକି ଆଲିଗେସନ୍ ଲଗାଇବା, ମିଥ୍ୟା ଇଏ ଉପରେ ଆଲୋଚନା କରିବା ପାଇଁ, କିନ୍ତୁ ସେ ନିଜେ ଜାଣିପାରିଲେ ଯେ ଯୁଗେ ଯୁଗେ ସତ୍ୟ ହିଁ ଧର୍ମର ଜୟ ଅଛି, ସତ୍ୟ ହିଁ ସବୁବେଳେ ସତ୍ୟ ହେବ, କୌଣସି ଡାଉଟ୍ ନାହିଁ। କିନ୍ତୁ ଆଜି ସେଇ ଜିନିଷଟା ସଫଳତା ହେଇଛି। ଆଗାମୀ ଜୁନ୍ 12 ତାରିଖରେ ଖୁସିର ମୁହୂର୍ତ୍ତ ଫେରି ଆସିବ। ସମସ୍ତେ କହୁଛନ୍ତି ଜଣକୁ ଭଲ ପାଇବା ଗୋଟେ ପବିତ୍ର ପ୍ରେମ, ଯୋଉ ପ୍ରେମ ପାଇଁ ସେ ବି ଆଜି ସୋସିଆଲ ମିଡ଼ିଆରେ ବର୍ତ୍ତମାନ ସେଟା ଇଏ ଚାଲିଲାଣି। ସମସ୍ତେ କହୁଥିବା କଥା ସତ, କାହିଁକି ନା ମୁଁ ନିଜକୁ ଗୋଟେ କହିପାରିବିନି ଯେ ନାଇଁ ମୋ ପାଇଁ ମୁଁ ପାଇଛି ବୋଲି, ଏଇଟା ହେଉଛି ଗଡ୍ ଗିଫ୍ଟେଡ୍। ବୋଧେ ମୁଁ ସେତିକି କିଛି ଭଲ କାମ କରିଛି ବୋଲି ଆଜି ବୋଧେ ମୁଁ ସଫଳତାରେ ପହଞ୍ଚି ପାରିଛି। କଣ କହିବେ ଯୋଉମାନେ ଆପଣଙ୍କୁ ସେତେବେଳେ ସପୋର୍ଟ କରିଥିଲେ, ବହୁତ ଭଲ ମାନେ ଯାହା କହିବେ ସୋସିଆଲ ଉପରେ ବି ଆମ ଠାରୁ ବହୁତ ଲୋକ ଆପଣ ସପୋର୍ଟ କରିଥିଲେ, ସେମାନଙ୍କୁ କଣ କହିବେ? ସମସ୍ତଙ୍କୁ ତ ମୁଁ ଅଶେଷ ଧନ୍ୟବାଦ ଦେଉଛି। ଆପଣମାନଙ୍କୁ ଭଲ ପାଇବା ଆଜି ମୋ ଛୁଆକୁ ତା ମା ଫେରି ପାରିଛି ବୋଲି ମୁଁ ଆଶା ଅନୁଭବ କରୁଛି। ଯଦି କହିବା ନିବିଡ଼ ପ୍ରେମ ସମ୍ପର୍କ ଆଜି ଫେରିଗଲା କି ଆପଣଙ୍କ ସଂସାର ଫେରିଗଲା? ନିଶ୍ଚିତ ଆଜ୍ଞା, ଏଇଟା ସତ୍ୟତା। ଯୁଗେ ଯୁଗେ ପ୍ରେମ ଏକ ଏମିତି ଗୋଟେ ଜିନିଷ, ସେ କୋଉଠି ସରିଯାଏ ନାହିଁ। ଯେତେ ଦୁଃଖ ହଉ, ବାଧା ହଉ, ବିଘ୍ନ ହଉ, ଯେତେ ବି ପରିସ୍ଥିତିରେ ଆସିଲେ ବି ସବୁବେଳେ ଯଦି ପ୍ରତ୍ୟେକ ସମୟକୁ ଆମେ ସାମ୍ନା କରିବା, ତାହେଲେ ଆମେ ପ୍ରେମର ସଫଳତା ପାହାଚରେ ପହଞ୍ଚି ପାରିବା। ଆଉ ମୁଁ ଗୋଟେ ମୁଁ କହିବା ପାଇଁ ଚାହୁଁଛି ଯେ ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣାଇବା ପାଇଁ ଚାହୁଁଛି, ମୋ ପରି ବି ଏମିତି ବହୁତ ସାରା ଲୋକ ଅଛନ୍ତି, ପରିସ୍ଥିତିର ସାମ୍ନା ବି କରୁଛନ୍ତି। ତ ଦେଖନ୍ତୁ, ଯେଉଁ ଭାଇ ହୁଅନ୍ତୁ, ଭଉଣୀ ହୁଅନ୍ତୁ, କି ଗୁରୁଜନ ମାନେ ହୁଅନ୍ତୁ, ନିଜ ସ୍ତ୍ରୀ ଠାରୁ ଜୀବନରେ ଆଉ କେହି ବି ତୁମକୁ ଇମ୍ପୋର୍ଟାଣ୍ଟ ନାହାନ୍ତି। ଆଉ ଯେଉଁମାନେ ବି ନାରୀ ଆପଣଙ୍କ ସ୍ପର୍ଶରେ ଆସୁଛନ୍ତି କି ଆସିବେ, ସେ ସ୍ୱଳ୍ପ ସମୟ ପାଇଁ ତାଙ୍କର ନିଜର ଖୁସି ଆଉ ନିଜର ସ୍ୱାର୍ଥତା ପାଇଁ ଆସିବେ। କିନ୍ତୁ ସ୍ତ୍ରୀ ଏକ ଏମିତି ଗୋଟେ ପବିତ୍ରତା ନାମ ଆଉ ପବିତ୍ରତା ବନ୍ଧନ ଭିତରେ ବାନ୍ଧି ହେଇଯାଇଛି, ଯେତେ ବାଧା ବିଘ୍ନ, ଯେତେ କଷ୍ଟ ଆସିଲେ ବି ଯଦି ସ୍ତ୍ରୀର କିଛି ବି ହେଇଯାଏ, ସ୍ୱାମୀର ଆଖିରୁ ଲୁହ ଝରିଯାଏ, କି ସ୍ୱାମୀ ଯାଇକି ସ୍ତ୍ରୀ ପାଖରେ ପହଞ୍ଚିଯାଏ, ଯେତେ କଷ୍ଟ ବି ହଉ, ସ୍ୱାମୀର ଯଦି କିଛି ବି ହେଇଯିବ, ନିଶ୍ଚିତ ହିଁ ସ୍ତ୍ରୀ ସେ ଜାଗାରେ ପହଞ୍ଚି ପାରିବ। କାରଣ ଏଇଟା ମୋ ଲାଇଫରେ ସୋନାଲି ମୋ ପାଇଁ ସେତିକି ପୂର୍ବରୁ ହେଇଥିଲା, ଯେଉଁଟା ହିଁ ମୁଁ ସୋସିଆଲ ମିଡ଼ିଆ ମାଧ୍ୟମରେ ଆଜି ଜଣାଉଛି। ଯଦି କହିବା ଅନେକ ଜାଗାରେ ଆମେ ଖବର ପରିବେଷଣ କରି ଦେଖୁ କି ଗୋଟେ ସ୍ତ୍ରୀ ସବୁବେଳେ ସ୍ୱାମୀ ମୋର, ସ୍ୱାମୀ ମୋର, ସ୍ୱାମୀ ମୋତେ ଛାଡ଼ିକି ପଳେଇଲା, ଏଇସବୁ ଜିନିଷ ଶୁଣିବାକୁ ମିଳେ। କିନ୍ତୁ ଆପଣ ଗୋଟେ ଭିନ୍ନ ଧରଣର ପୁରୁଷ ଥିଲେ, ଯିଏକି ସ୍ତ୍ରୀକୁ ଫେରି ଆଣିବା ପାଇଁ ସଂଘର୍ଷ କରିଥିଲେ। ସେ ଦୁନିଆ କଟୁବଚନ ଶୁଣି ମଧ୍ୟ ସଂଘର୍ଷକୁ ଜାରି ରଖିଥିଲେ। କୌଣସି ଜିନିଷକୁ ମୁଁ ଫାଷ୍ଟ କଥା ହେଲା, କୌଣସି ଜିନିଷକୁ ପଜିଟିଭକୁ ମୁଁ ପଜିଟିଭରେ ଗ୍ରହଣ କରିଥିଲି, ନେଗେଟିଭକୁ ବି ମୁଁ ପଜିଟିଭ